ସମସ୍ତଙ୍କୁ ମୋର ପ୍ରେଜ୍ ଦ ଲର୍ଡ। କ'ଣ ଆପଣମାନେ କେବେ ବିଗ୍ ବ୍ୟାଙ୍ଗ ଥିଓରି ବିଷୟରେ ଶୁଣିଅଛନ୍ତି? କ'ଣ ଆପଣମାନେ କେବେ ଚାର୍ଲସ ଡାର୍ୱିନଙ୍କ ଥିଓରି ବିଷୟରେ ଶୁଣିଅଛନ୍ତି? ଏହି ସେହି ବୈଜ୍ଞାନିକମାନେ ଯେଉଁମାନେ କି ପୃଥିବୀର ସୃଷ୍ଟି ବିଷୟରେ କହିଥିଲେ ଯେ ଦୁଇ ଗୋଟି ବଡ଼ ବଡ଼ ନକ୍ଷତ୍ରର ଆଘାତରେ ପୃଥିବୀର ସୃଷ୍ଟି ହୋଇଅଛି, ପୁଣି ମାଙ୍କଡ଼ରୁ ମନୁଷ୍ୟର ଉତ୍ପତ୍ତି ହୋଇଅଛି। ଏହି ପ୍ରକାର ଅନେକ ଅନେକ ବୈଜ୍ଞାନିକ ଅନେକ କଥା ସୃଷ୍ଟି ବିଷୟରେ କହିଥାନ୍ତି ଆଉ ନିଜର ମତ ପ୍ରକାଶ କରିଥାନ୍ତି। ପୁଣି ଯେତେବେଳେ ଆମେମାନେ ମଧ୍ୟ ଚିନ୍ତା କରୁ ଯେ ପୃଥିବୀର ସବୁଠାରୁ ସୁନ୍ଦର ସ୍ଥାନ କେଉଁଠି, ତ ଆମ ମନରେ ଆସିଥାଏ ଯେ ହୋଇପାରେ ତାହା ସୁଇଜରଲ୍ୟାଣ୍ଡ ହୋଇପାରେ, ବା ସମୁଦ୍ରର ସବୁଠାରୁ ବଡ଼ ମତ୍ସ୍ୟ କ'ଣ ହୋଇପାରେ, ତ ଆମ ମନରେ ଚିନ୍ତା ଆସିଥାଏ ଯେ ତାହା ତିମି ହୋଇପାରେ। ଜଙ୍ଗଲର ରାଜା କିଏ ଯେତେବେଳେ ଆମେ ଚିନ୍ତା କରୁ ତ ସିଂହକୁ ଆମେମାନେ ଭାବିଥାଉ। କିନ୍ତୁ ଏହି ସବୁ ସୃଷ୍ଟି ପଛରେ କିଏ ଅଛନ୍ତି ଯଦି ଆମେମାନେ ଚିନ୍ତା କରିବା, କିଛି ସମୟ ଭାବିବା, ତ ନିଶ୍ଚିତ ଭାବରେ ଆମ ମନରେ ମଧ୍ୟ ଉଙ୍କି ମାରୁଥିବ ଯେ ଜଣେ କେହି ସୃଷ୍ଟିକର୍ତ୍ତା ଅଛନ୍ତି ଯେ କି ଏହି ସମସ୍ତ ବିଷୟର ନିର୍ମାଣ କରିଅଛନ୍ତି। କୌଣସି ବିଷୟ ଆପେ ଆପେ ତାହା ସୃଷ୍ଟି ହୋଇନପାରେ ସୃଷ୍ଟିକର୍ତ୍ତାଙ୍କ ବିନା। ସେହି ପ୍ରକାର ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ମୁଁ ଆପଣମାନଙ୍କ ସହିତ ପବିତ୍ର ବାଇବଲର ପ୍ରଥମ ପୃଷ୍ଠା ବା ଆଦି ପୁସ୍ତକ 1 ପର୍ବ ଆପଣମାନଙ୍କ ସହିତ ଅଧ୍ୟୟନ କରିବାକୁ ଚାହେଁ। ଆସନ୍ତୁ ଆମେମାନେ ଆଦି ପୁସ୍ତକ 1 ପର୍ବରୁ ଶିକ୍ଷା ଲାଭ କରିବା। ସୃଷ୍ଟିର ନିଗୁଡ ତତ୍ତ୍ୱ ବୁଝିବାକୁ ହେଲେ ଆଦି ପୁସ୍ତକ 1 ପର୍ବରୁ ଆମେ 4 ଗୋଟି ବିଷୟ ଶିକ୍ଷା ଲାଭ କରିପାରିବା। ଯେ ପ୍ରକାର ପ୍ରଥମ ସୃଷ୍ଟିର ଆଦି ଅବସ୍ଥା, ଦ୍ୱିତୀୟ ଈଶ୍ୱରଙ୍କର ଯୋଜନା, ତୃତୀୟ ସୃଷ୍ଟିର ପ୍ରାରମ୍ଭ ଓ ଚତୁର୍ଥ ଏକ ସୁନ୍ଦର ପୃଥିବୀ। ବାଇବଲ ସ୍ପଷ୍ଟ ଭାବରେ ଦର୍ଶାଏ ଯେ ପରମେଶ୍ୱର ଆଦ୍ୟରେ ପ୍ରଥମରେ ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କରନ୍ତି। ପୁଣି ସେତେବେଳେ ପୃଥିବୀର ଅବସ୍ଥା କିପରି ଥିଲା? ତାହା ନିର୍ଜନ ଓ ଶୂନ୍ୟ ଥିଲା, ଅର୍ଥାତ୍ ସେଠାରେ କେହି ମଧ୍ୟ ନଥିଲେ। ଏ ପ୍ରକାର କି ସ୍ୱର୍ଗଦୂତ ମାନେ ମଧ୍ୟ ସେହି ସମୟରେ ନଥିଲେ। ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା, ସମ୍ପୂର୍ଣ୍ଣ ଅନ୍ଧକାରରେ ପୃଥିବୀ ଘେରି ରହିଥିଲା। ପୁଣି ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାତ ଥିଲେ, ଅର୍ଥାତ୍ କେବଳ ପରମେଶ୍ୱରଙ୍କ ଆତ୍ମା ପୃଥିବୀକୁ ସମ୍ପୂର୍ଣ୍ଣ ରୂପେ ଆବରି ରଖିଥିଲେ ଓ ଈଶ୍ୱରଙ୍କ ଆତ୍ମା ତାହା ଉପରେ ଯାତାୟତ କରୁଥିଲେ। ଏହା ଥିଲା ସୃଷ୍ଟି ନ ହେବା ପୂର୍ବରୁ ପ୍ରାରମ୍ଭ ଅବସ୍ଥା, ଯାହା ବାଇବଲ ଆମ ମାନଙ୍କୁ ସ୍ପଷ୍ଟ ଭାବରେ ପ୍ରଦାନ କରେ। ଆଦି ପୁସ୍ତକ 1 ପର୍ବ 3 ପଦରୁ ଆମେ ସ୍ପଷ୍ଟ ଭାବରେ ଜାଣିପାରିବା ଯେ ପରମେଶ୍ୱର କୌଣସି ବିଷୟ ବା ବସ୍ତୁକୁ ଏକ ଉଦ୍ଦେଶ୍ୟ ନେଇ ନିର୍ମାଣ କରନ୍ତି ବା ନିର୍ମାଣ କରି ସେ ଭୁଲି ଯାଆନ୍ତି ନାହିଁ, କିନ୍ତୁ ପ୍ରତ୍ୟେକ ବିଷୟର ସୃଷ୍ଟି ପଛରେ ତାହାର କିଛି ଯୋଜନା ରହିଥାଏ। ପୁଣି ସଠିକ ସମୟରେ ସେ କାର୍ଯ୍ୟ ଆରମ୍ଭ କରନ୍ତି, ଯେପରି ସେ ଶୂନ୍ୟ ପୃଥିବୀକୁ ଦେଖୁଛନ୍ତି ଓ କାର୍ଯ୍ୟ ଆରମ୍ଭ କରୁଅଛନ୍ତି ପ୍ରଥମ ଦିବସରୁ। ସୃଷ୍ଟିର ପ୍ରାରମ୍ଭ ଏହା ଯେ ମହାନ ପରମେଶ୍ୱର ପ୍ରଥମେ ଦ୍ୱିତୀୟ ସହିତ ସୃଷ୍ଟିର ଆରମ୍ଭ କରୁଅଛନ୍ତି। ତାହା ମଧ୍ୟ ଆପଣ ବାକ୍ୟ ଦ୍ୱାରା ସେ ଦ୍ୱିତୀୟ କି ଉତ୍ତମ ଦେଖନ୍ତି, ଅନ୍ଧକାରରୁ ଭିନ୍ନ କରନ୍ତି। ପୁଣି ଦ୍ୱିତୀୟର ନାମ ଦିବସ ଓ ଅନ୍ଧକାରର ନାମ ରାତ୍ରି ଦିଅନ୍ତି। ପୁଣି ପ୍ରଥମ ଦିବସ ହୁଏ। ଠିକ ସେହି ପ୍ରକାର ଦ୍ୱିତୀୟ ଦିବସରେ ସେ ଶୂନ୍ୟ ବା ଆଟମସ୍ଫିୟର ନିର୍ମାଣ କରନ୍ତି। ତୃତୀୟ ଦିବସରେ ସେ ସ୍ଥଳ, ସମୁଦ୍ର ଓ ଫଳୋତ୍ପାଦକ ବୃକ୍ଷମାନ ସୃଷ୍ଟି କରନ୍ତି। ଚତୁର୍ଥ ଦିବସରେ ସେ ଆକାଶରେ ଜ୍ୟୋତିର୍ଗଣ ସୃଷ୍ଟି କଲେ, ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର ମାନ ସୃଷ୍ଟି କଲେ, ଯେପରି ସେମାନେ ଚିହ୍ନ, ଋତୁ, ଦିବସ ଓ ବର୍ଷର କାରଣ ହୁଅନ୍ତି। ପଞ୍ଚମ ଦିବସରେ ସେ ଜଳଚର ପ୍ରାଣୀଗଣ ଓ ଆକାଶ ପକ୍ଷୀ ଗୁଡିକର ସୃଷ୍ଟି କଲେ। ଷଷ୍ଠ ଦିବସରେ ସେ ସ୍ଥଳଚର ପ୍ରାଣୀଗଣ ଓ ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ ମନୁଷ୍ୟର ନିର୍ମାଣ କରନ୍ତି। ପରମେଶ୍ୱର ଆପଣା ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କରନ୍ତି ଆଉ ଦେଖ ସମସ୍ତ ଅତି ଉତ୍ତମ। ଏହି ଅତି ଉତ୍ତମ ବିଷୟ ମଧ୍ୟରେ ପରମେଶ୍ୱର ସବୁଠାରୁ ସୁନ୍ଦର ବିଷୟ ବା ତାହାଙ୍କ ପ୍ରିୟ ମନୁଷ୍ୟର ନିର୍ମାଣ କରନ୍ତି। ପୁଣି ସୃଷ୍ଟି ନିମନ୍ତେ ଯେ ପ୍ରକାର ତାଙ୍କର ଯୋଜନା ଥାଏ, ଠିକ ସେହି ପ୍ରକାର ମନୁଷ୍ୟ ନିମନ୍ତେ ସେ ଏଦନ ଉଦ୍ୟାନ ନିର୍ମାଣ କରି ତାହାର ଦାୟିତ୍ୱ ମନୁଷ୍ୟକୁ ଦିଅନ୍ତି, ଯାହା ଆମେ 1 ପର୍ବରେ ଶିକ୍ଷା ଲାଭ କରିବା। ମୋର ପ୍ରିୟ ମାନେ, ଆଦି ପୁସ୍ତକ 1 ପର୍ବ କେବଳ ପୃଥିବୀର ସୃଷ୍ଟି ବା ମନୁଷ୍ୟର ସୃଷ୍ଟିକୁ ହିଁ ଦର୍ଶାଇ ନଥାଏ, କିନ୍ତୁ ଈଶ୍ୱରଙ୍କର ଏକ ସୁନ୍ଦର ଯୋଜନାକୁ ମଧ୍ୟ ଆମେମାନେ ଦେଖିବାକୁ ପାଇଥାଉ। ଆଜି ଆମେମାନେ ଚିନ୍ତା କରିବା ଯେ ଯେଉଁ ପରମେଶ୍ୱର ଆଦ୍ୟରେ ସ୍ୱର୍ଗ, ପୃଥିବୀ, ମନୁଷ୍ୟ ପୁଣି ସମଗ୍ର ଜଗତର ନିର୍ମାଣ କଲେ, ସେ ମଧ୍ୟ ଆମମାନଙ୍କୁ ଏହି ପୃଥିବୀରେ କୌଣସି ଏକ ବିଶେଷ ଉଦ୍ଦେଶ୍ୟ ନେଇ ସୃଷ୍ଟି
ସୃଷ୍ଟି କରିଅଛନ୍ତି। ଯଦି ଆମ୍ଭେମାନେ ଆମମାନଙ୍କ ଜୀବନକୁ ଈଶ୍ୱରଙ୍କର ହସ୍ତରେ ସମର୍ପିତ କରିବା, ତେବେ ନିଶ୍ଚିତ ଭାବରେ ପ୍ରଭୁ ଯେ ପ୍ରକାର ଶୂନ୍ୟ ପୃଥିବୀରେ କାର୍ଯ୍ୟ ଆରମ୍ଭ କରି ତାହାକୁ ସମ୍ପୂର୍ଣ୍ଣ କରିଥିଲେ, ସେହି ପ୍ରକାର ଆମମାନଙ୍କ ଜୀବନକୁ ସେ ତାହାଙ୍କର କାର୍ଯ୍ୟ କରି ସମ୍ପୂର୍ଣ୍ଣ କରିବେ। ତାହାଙ୍କର ଯୋଜନାକୁ ଆମେମାନେ ଜାଣି ନ ପାରି ଅନେକ ସମୟରେ ଭୁଲ ବାଟରେ ଆମେମାନେ ଯାଇଥାଉ। ଯେ ପ୍ରକାର ସୃଷ୍ଟି ତ ସମ୍ପୂର୍ଣ୍ଣ ଥିଲା, କିନ୍ତୁ ମନୁଷ୍ୟ ଈଶ୍ୱରଙ୍କର ଅନାଜ୍ଞାବହ ହୋଇ ଭୁଲ ବାଟରେ ଯାଇ ଈଶ୍ୱରଙ୍କର ଯୋଜନାର ବିରୁଦ୍ଧାଚରଣ କଲା। ତେବେ ଆଜି ଆମ୍ଭେମାନେ କଣ କରିବା? ଆଜି ଆମ୍ଭେମାନେ ଆମମାନଙ୍କ ଜୀବନକୁ ଈଶ୍ୱରଙ୍କର ହସ୍ତରେ ସମର୍ପିତ କରିବା। ପୁଣି ଯେଉଁ ସୃଷ୍ଟିର ଦାୟିତ୍ୱ ସେ ଆମମାନଙ୍କୁ ଦେଇଅଛନ୍ତି, ଏକ ଉତ୍ତମ ଭଣ୍ଡାର ଘରିଆ ସଦୃଶ୍ୟ, ଆମେ ତାହାର ଯତ୍ନ ତତ୍ତ୍ୱ ନେବା। ପୁଣି ଆମମାନଙ୍କର ଜୀବନର ଯେଉଁ ଲକ୍ଷ୍ୟ ରହିଅଛି ତାହାକୁ ଆମେମାନେ ପୁରା କରିବା। ଆଶା କରେ ଏହି ଭିଡିଓ ଆପଣ ମାନଙ୍କୁ ଭଲ ଲାଗିଥିବ। ଆଗାମୀ ଦିନରେ ଅନେକ ବାଇବଲ ଭିତ୍ତିକ ଭିଡିଓ ଦେଖିବା ନିମନ୍ତେ ଆମମାନଙ୍କର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ପୁଣି ଅନ୍ୟମାନଙ୍କ ଠାରେ ଅଧିକରୁ ଅଧିକ ସେୟାର କରନ୍ତୁ। ପୁଣି ଲାଇକ୍ ଓ କମେଣ୍ଟ କରିବା ଭୁଲିବେ ନାହିଁ। ଧନ୍ୟବାଦ ସମସ୍ତଙ୍କୁ। ପ୍ରେଜ୍ ଦ ଲର୍ଡ।